ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହାରି ମଧ୍ୟରେ 4500ରୁ ଅଧିକ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ନେପାଳର 500, ଭୁଟାନର 38 ଏବଂ ମାଳଦ୍ୱୀପର ଜଣେ ଛାତ୍ର ରହିଛନ୍ତି। ବାଂଲାଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହିତ ମନ୍ତ୍ରଣାଳୟ ପକ୍ଷରୁ ଲଗାତାର ସମ୍ପର୍କରେ ରହିଛନ୍ତି। ଏପର୍ଯ୍ୟନ୍ତ 4500ରୁ ଅଧିକ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି। ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଭାରତୀୟ ଉଚ୍ଚ ଆୟୋଗ ଚଟଗାଁ, ରାଜଶାହୀ, ସିଲହଟ ଏବଂ ଖୁଲନାରେ ସହାୟକ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ସହାୟତା କରୁଛନ୍ତି। ବିଦେଶ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ପାଇଁ ବନ୍ଦର ଏବଂ ବିମାନ ବନ୍ଦରରେ ଭାରତୀୟ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, ବାଂଲାଦେଶରେ ପାଖାପାଖି 15,000 ଭାରତୀୟ ନାଗରିକ ରହିଛନ୍ତି। ଏଥିରେ 8500 ଛାତ୍ର ରହିଛନ୍ତି। ସୂଚନା ମୁତାବକ ଏହି ହିଂସା ମଧ୍ୟରେ ବାଂଲାଦେଶ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ନେଇ ଶୁଣାଣି କରିବା ପରେ ସରକାରୀ ଚାକିରିରେ ସଂରକ୍ଷଣ ହଟାଇଛନ୍ତି। ଏହା ସରକାରଙ୍କ ବଡ଼ ପରାଜୟ। ସରକାର ଆରକ୍ଷଣକୁ ନେଇ ନିଜ ନିଷ୍ପତ୍ତି ଫେରାଇ ନେବାକୁ ପ୍ରସ୍ତୁତ ନଥିଲେ। ଭାରତ ଫେରୁଥିବା ଅନେକ ଛାତ୍ର ସେଠାରେ MBBS ପଢ଼ୁଥିଲେ। ଏଥିରେ ଅଧିକାଂଶ ଛାତ୍ର ଉତ୍ତରପ୍ରଦେଶ, ହରିୟାଣା, ମେଘାଳୟ ଏବଂ ଜାମ୍ମୁ କାଶ୍ମୀରର ରହିଥିଲେ। ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଜୁଲାଇ 1ରୁ ଚାଲିଥିବା ବିକ୍ଷୋଭ ଉଗ୍ରରୂପ ନେଇଛି। ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଆଇନ ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହ ସେନା ମୁତୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ଭୟଙ୍କର ହୋଇଛି। ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଡ଼କରେ ପଇଁତରା ମାରୁଛି ସେନା। ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ। ହିଂସା ଯୋଗୁଁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 115ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ 2500ରୁ ଅଧିକ ଆହତ ହୋଇଛନ୍ତି। ହିଂସା ଯୋଗୁଁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।